କାହାଣୀ ଆଗକୁ ବଢ଼। ଗୋଟେ କାଠୁରିଆ ଥିଲା। ଜଙ୍ଗଲରୁ କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିଲା। ଥରେ ସେ ପତଳା ପତଳା କାଠ ମୁଣ୍ଡରେ ମୁଣ୍ଡାଇ ଜଙ୍ଗଲରୁ ଫେରୁଥିଲା। ବାଟରେ ଜଣେ ସାଧୁ ଦେଖାହେଲେ। ତାକୁ କହିଲେ, ଆଗେଇ ଚାଲ, ଆଗେଇ ଚାଲ। ଏ କଥା ଶୁଣି ସେ ମନେ ମନେ ଭାବିଲା, ସାଧୁ ଜଣକ କ'ଣ ଏପରି କହିଲେ। ତା ପରଦିନ ସେ ଯେଉଁଠି ଜଙ୍ଗଲରେ କାଠ କାଟୁଥିଲା ତାଠାରୁ ଆଉ 2 ପାଦ ଆଗେଇ ଚାଲିଲା। ସେ ସେଠାରେ ମୋଟା ମୋଟା କାଠ ପାଇଲା। ତାକୁ ବିକି ପୂର୍ବଦିନ ଅପେକ୍ଷା ଅଧିକ ପଇସା ରୋଜଗାର କଲା। ତା ପରଦିନ ଆଉ 2 ପାଦ ଆଗେଇ ଗଲା। ଏଥର ପାଇଲା ଚନ୍ଦନ ଗଛ। ଚନ୍ଦନ କାଠକୁ ବିକି ସେ ଅନେକ ପଇସା ପାଇପାରିଲା। ଏହାପରେ ପୁଣି ଆଉ 2 ପାଦ ଆଗେଇ ଚାଲିଲା। ସେ ଦେଖିଲା ତମ୍ବାର ଖଣି। ଏହିପରି ଆଗେଇ ଚାଲିବା ଫଳରେ ସେ ରୂପାର ଖଣି, ସୁନାର ଖଣି ଏବଂ ହୀରାର ଖଣି ମଧ୍ୟ ପାଇଲା। ଏହିସବୁ ଦ୍ୱାରା ସେ ବହୁତ ଧନୀ ଲୋକ ହୋଇଗଲା। କାଠୁରିଆ ପରି ଯେଉଁମାନେ ନିଜ ଜୀବନରେ ଉନ୍ନତି ପଥରେ ଆଗେଇ ଚାଲନ୍ତି, ଆଗକୁ ବଢ଼ି ଚାଲନ୍ତି, ସେମାନଙ୍କର ଉନ୍ନତି ସମ୍ଭବପର। ଧନ୍ୟବାଦ।